ଖ୍ରୀଷ୍ଟ ପ୍ରେମର ପ୍ରତ୍ୟେକଙ୍କୁ ମୋର ଏହି ଭିଡ଼ିଓ ପାଇଁ ନମସ୍କାର ଜଣା କରେ। ପ୍ରେଜ୍ ଦ ଲର୍ଡ। ଆଜି ପ୍ରତିଟି ମଣ୍ଡଳୀମାନଙ୍କର କଥା ମୁଁ ଜଣାଇବାକୁ ଚେଷ୍ଟା କରୁଛି। ପ୍ରତିଟି ଆମ ଶୈଳୀ ବିଷୟରେ ଆମ ଲୋକମାନଙ୍କୁ ଜଣାଇବାକୁ ମୁଁ ଚେଷ୍ଟା କରୁଛି। ଏ ପ୍ରୟାସ ଏ ଆଶା ମୋର ରହିଛି। ତେଣୁ ଆଜିର ଏକ ମଣ୍ଡଳୀ ବିଷୟ ମୁଁ ନେଇ କହିବା ପାଇଁ ଆସିଛି। ତାହା ହେଉଛି ବାପ୍ଟିଷ୍ଟ ମଣ୍ଡଳୀ ଛେଳିଗଡ଼। এই ଛେଳିଗଡ଼ ବିଷୟରେ କିଛି କଥାଟି ରଖିବା ପାଇଁ ଚାହେଁ। ପ୍ରତ୍ୟେକଙ୍କ ମନରେ এই ବିଷୟ ଶୁଣିବା ପାଇଁ ବହୁତ ଆଶା ଆକାଂକ୍ଷା ରହିଥାଏ। ତେଣୁ ନିଶ୍ଚିତ ଭାବରେ ମୁଁ କହିବା ପାଇଁ ଚାହେଁ ଯେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ଛେଳିଗଡ଼ର ଏକ ପ୍ରୋଗ୍ରାମ ବିଷୟରେ ମୁଁ କହିବା ପାଇଁ ଚିନ୍ତା କରୁଛି। ତାହା କ'ଣ ସେଇ ପ୍ରୋଗ୍ରାମ? ସେ ପ୍ରୋଗ୍ରାମରେ ଅତିଥି ସାଧୁ ବ୍ୟକ୍ତିମାନେ ପୁଣି ବକ୍ତାମାନେ ଆଉ ମାନ୍ୟଗଣ୍ୟ ଲୋକମାନେ ଯୋଗଦାନ ଦେବା କାର୍ଯ୍ୟକ୍ରମ ରହିଛି। ତାହା କ'ଣ ଅଟେ? ଏ ସମ୍ପର୍କରେ ଦେଖିବା ପୂର୍ବରୁ ମୋର ଛୋଟିଆ ଅନୁରୋଧ ରଖେ। ତାହା ହେଉଛି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଯାହାଙ୍କ ଚ୍ୟାନେଲ୍ ଅଛି ମୋ ଚ୍ୟାନେଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ତେବେ ଆସନ୍ତୁ ପ୍ରଭୁଙ୍କ ଲୋକମାନେ ଆଉ ବିଶେଷ ଅନୁରୋଧ କରି ମୋ ପାଇଁ ପ୍ରାର୍ଥନା କରିବେ। ପୁଣି ଜଣାଇବା ପାଇଁ ଚେଷ୍ଟା କରିବି ଯେ ଛେଳିଗଡ଼ ମଣ୍ଡଳୀରେ ଏକ ପ୍ରାର୍ଥନା ମିଟିଂ ଅନୁଷ୍ଠିତ ହେବାକୁ ଯାଉଛି। ତାହା କେବେ ହେବ ମୁଁ ଜଣାଇବା ପାଇଁ ଚେଷ୍ଟା କରେ। ତ ଶୁଣନ୍ତୁ ପ୍ରଭୁଙ୍କ ଲୋକମାନେ, ଚଳିତ ମାସ 7/10/2024 ଅର୍ଥାତ୍ ସୋମବାର ଦିନଠାରୁ ଲଗାତାର 5 ଦିନ ପର୍ଯ୍ୟନ୍ତ ଏହି ପ୍ରାର୍ଥନା ମିଟିଂ ଅନୁଷ୍ଠିତ ହେବ। ଏଥିରେ ବକ୍ତା ଭାବେ ପ୍ରଭୁଙ୍କ ଲୋକମାନେ ଅଛନ୍ତି ଯେ ସ୍ୱାଧୀନ ପ୍ରଚାରକ ଆଚାର୍ଯ୍ୟ ପରିଚୟ ମହାଶୟ ଯୋଗଦାନ ଦେବା କାର୍ଯ୍ୟ ରହିଛି। ପୁଣି ଏଥି ସାଥେ ସାଥେ ପ୍ରଚାରକ ଆମମାନଙ୍କର ଆମୋଦ ବର୍ଦ୍ଧନ ବାକ୍ୟ ପରିଚାଳନା କାର୍ଯ୍ୟକ୍ରମ ରହିଛି। ବିଶେଷ ଆକର୍ଷଣ ଭାବରେ ରହିଛନ୍ତି ଆମମାନଙ୍କର ସେଥିରେ ବାକ୍ୟ ପରିଚାଳନା କାର୍ଯ୍ୟକ୍ରମ ରହିଛି। ତେଣୁ ନିଶ୍ଚିତ ଭାବରେ ଆଉ ଉକ୍ତ ମଣ୍ଡଳୀର ଶାନ୍ତି ଭାବରେ ପ୍ରଭୁଙ୍କର ଆରାଧନା ଗୌରବ ସ୍ତୁତି ଯେପରି ମଣ୍ଡଳୀ ଦ୍ୱାରା ଆଉ ଶାନ୍ତିର ସହିତ ପ୍ରଭୁଙ୍କ ଗୌରବ ହୋଇପାରିବ, ଏଥିପାଇଁ ପ୍ରାର୍ଥନା କରନ୍ତୁ। ଯେପରିକି କୌଣସି ବିଶୃଙ୍ଖଳାର ଶକ୍ତି ମଣ୍ଡଳୀ ମଧ୍ୟରେ କାର୍ଯ୍ୟ ନ କରିପାରେ, ଏଥିମଧ୍ୟ ପ୍ରାର୍ଥନା କରନ୍ତୁ। ଏହା ମୋ ଆମମାନଙ୍କର ସ୍ଥାନୀୟ ମଣ୍ଡଳୀର ସମ୍ପାଦକ ମହାଶୟଙ୍କ ସହିତ ମୁଁ ସଂକ୍ଷିପ୍ତ ଯୋଗାଯୋଗ କରିଥିଲି, କଥାବାର୍ତ୍ତା କରିଥିଲି। ସେ ସୂଚନାକୁ ନେଇ ବର୍ତ୍ତମାନ ଆମ ସମୟରେ ଆମ ଖବର ଜଣାଇବା ନିମନ୍ତେ ଏହି ଆମର ଆଶା ଆକାଂକ୍ଷା ରହିଛି।